ଏହି ବର୍ଷ ରାକ୍ଷୀ ପୂର୍ଣ୍ଣିମା 28 ଅଗଷ୍ଟ ଶୁକ୍ରବାରକୁ ପଡୁଛି ଆଉ ଶୁକ୍ରବାର ଦିନଟି ବହୁତ ଶୁଭ ମନାଯାଏ। ଶୁଭ ମୁହୂର୍ତ୍ତ କଣ ରହିବ, ଶୁଭ ସମୟ କଣ ରହିବ, ଏସବୁ ଆଜି ଆମେ ଆପଣଙ୍କୁ ଜଣାଇବୁ। ତେବେ ଚାଲନ୍ତୁ ଜାଣିବା, କିନ୍ତୁ ଜାଣିବା ପୂର୍ବରୁ ଆପଣଙ୍କୁ ରିକ୍ୱେଷ୍ଟ ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟ ବକ୍ସରେ ହର ହର ମହାଦେବ ଅବଶ୍ୟ ଲେଖିଦିଅନ୍ତୁ। ତ ପୂର୍ଣ୍ଣିମା ତିଥିଟି 27 ତାରିଖ ସକାଳ 9ଟା ବାଜି 8 ମିନିଟରୁ ଆରମ୍ଭ ହେଉଛି 28 ଅଗଷ୍ଟ ଶୁକ୍ରବାର ସକାଳ 9ଟା ବାଜି 41 ମିନିଟ୍ ପର୍ଯ୍ୟନ୍ତ ରହିବ। ରାକ୍ଷୀ ବାନ୍ଧିବାର ଶୁଭ ସମୟ ହେଉଛି ସକାଳ 6ଟା ବାଜି 5 ମିନିଟରୁ ଆରମ୍ଭ ହୋଇ 10ଟା ବାଜି 41 ମିନିଟ୍ ପର୍ଯ୍ୟନ୍ତ ରହିବ। ଆହୁରି ଗୋଟିଏ ବହୁତ ଶୁଭ ମୁହୂର୍ତ୍ତ ହେଉଛି ଦ୍ୱିପ୍ରହର 1ଟା ବାଜି 41 ମିନିଟରୁ ଆରମ୍ଭ ହୋଇ ସନ୍ଧ୍ୟା 5ଟା ବାଜି 55 ମିନିଟ୍ ଭିତରେ ରହିବ। ଏହି ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଭଦ୍ରା ଯୋଗ ପଡୁନାହିଁ, ତ ପୁରା ଦିନ ସ୍ୱତନ୍ତ୍ର ରହିବ। ଆପଣ ଯେତେବେଳେ ବି ରାକ୍ଷୀ ବାନ୍ଧି ପାରିବେ। ଆଉ ପ୍ରତ୍ୟେକ ଭଉଣୀମାନେ ଯେତେବେଳେ ବି ତାଙ୍କ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧୁଛନ୍ତି ବା ରାକ୍ଷୀ ବାନ୍ଧିବେ, ତ ମନେ ରଖନ୍ତୁ ସବୁବେଳେ ଭାଇର ହାତରେ 2ଟି ରାକ୍ଷୀ ବାନ୍ଧନ୍ତୁ। ଗୋଟିଏ ହେଲା ରକ୍ଷା ସୂତା, ଆଉ ଗୋଟିଏ ହେଉଛି ରାକ୍ଷୀ। ରାକ୍ଷୀ ବାନ୍ଧି ସାରିବା ପରେ ତା ପର ଦିନ ମାନେ ରାକ୍ଷୀର ବାସି ଦିନ ସେହି 2ଟି ରାକ୍ଷୀକୁ ହାତରୁ କାଢି ଦିଅନ୍ତୁ। ଆପଣଙ୍କ ଠାକୁର ଘରେ ଥିବା ଦେବାଦେବୀଙ୍କ ଚରଣ ପାଖରେ ରଖି ଦିଅନ୍ତୁ, ନାହିଁ ତ ଆପଣଙ୍କର ଆଲମିରାରେ ଗୋଟିଏ ବକ୍ସ ଭଳି କରି ସେହି ବକ୍ସ ଭିତରେ ରାକ୍ଷୀକୁ ରଖନ୍ତୁ। ଭୁଲରେ ବି ରାକ୍ଷୀକୁ ଏଣେ ତେଣେ ଫୋପାଡନ୍ତୁ ନାହିଁ। ତ ଦର୍ଶକ ବନ୍ଧୁ, ଆଉ ଗୋଟିଏ କଥା, ରାକ୍ଷୀ ପୂର୍ଣ୍ଣିମା ଦିନ ସବୁଠୁ ପ୍ରଥମେ କାହା ହାତରେ ରାକ୍ଷୀ ବାନ୍ଧିବା ଉଚିତ? ତ ଶାସ୍ତ୍ର ଅନୁସାରେ ରାକ୍ଷୀ ପୂର୍ଣ୍ଣିମା ଦିନ ସବୁଠୁ ପ୍ରଥମେ ରାକ୍ଷୀ ବିଘ୍ନହର୍ତ୍ତା ଗଣେଶଙ୍କୁ ବାନ୍ଧିବା ଉଚିତ। ଯଦି ଆପଣ ରାକ୍ଷୀ ପୂର୍ଣ୍ଣିମା ଦିନ ପ୍ରଥମେ ଭଗବାନ ଗଣେଶକୁ ରାକ୍ଷୀ ବାନ୍ଧୁଛନ୍ତି, ତ ପ୍ରତ୍ୟେକ ଭଉଣୀ ତାଙ୍କ ଭାଇଙ୍କ ଜୀବନର ସମସ୍ତ କଷ୍ଟ ଦୂର ହୋଇଯିବ। ଭଗବାନ ଗଣେଶଙ୍କୁ ରାକ୍ଷୀ ବାନ୍ଧି ସାରିବା ପରେ ତାପରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ରାକ୍ଷୀ ବାନ୍ଧନ୍ତୁ। ଭଗବାନଙ୍କ ପାଖରେ ରାକ୍ଷୀ ରଖି ସାରିବା ପରେ ବା ରାକ୍ଷୀ ବାନ୍ଧି ସାରିବା ପରେ ରାକ୍ଷୀର ପୂଜା ଥାଳି ନେଇ ଭାଇ ହାତରେ ପୁରା ଶ୍ରଦ୍ଧାର ପୂର୍ବକ ରାକ୍ଷୀ ବାନ୍ଧନ୍ତୁ। ଭାଇକୁ ରାକ୍ଷୀ ବାନ୍ଧି ସାରିବା ପରେ ଭାଇର ଗାଡିରେ ବି ଗୋଟିଏ ରକ୍ଷା ସୂତା ଜରୁର ବାନ୍ଧନ୍ତୁ। ଏହା କରିବା ଦ୍ୱାରା ଭାଇର କାର୍ଯ୍ୟ କ୍ଷେତ୍ରରେ କେବେ ବି କାହାର ନଜର ଲାଗିନଥାଏ। ଯଦି ଭାଇ ଆପଣଙ୍କର ବିଜନେସ କରୁଛନ୍ତି, ତ ବିଜନେସରେ ଯେଉଁଠି ସେ ଟଙ୍କାର ବକ୍ସ ରଖୁଛନ୍ତି, ସେହି ଟଙ୍କା ବକ୍ସରେ ବି ଗୋଟିଏ ରକ୍ଷା ସୂତା ଜରୁର ବାନ୍ଧନ୍ତୁ। ଏହା ଦ୍ୱାରା କଣ ହୋଇଥାଏ ନା ଭାଇମାନଙ୍କର ବିଜନେସରେ ଉନ୍ନତି ଆସିଥାଏ ଏବଂ ଭାଇମାନଙ୍କ ଦୋକାନ ବିଜନେସରେ କାହାର କେବେ ବି ନଜର ଲାଗିନଥାଏ। ତ ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ ଏବଂ ଭିଡ଼ିଓ ଗୋଟେ ଲାଇକ୍ ଟିଏ ଜରୁର କରନ୍ତୁ।